जय जगन्नाथ। रिया दिव्यज्योति चैनल को स्वागत। आज मु आपण मान किछि गुड़िए गछर जड़ीबूटी विषय कहवाक चाहूँगी। ये मंदार गछ। ये मंदार गछ भगवान काम आसी थाए। या फूल भगवान काम आसी थाए एवं आहरी मध्य अनेक गुड़े काम आयुर्वेदिक काम आसी थाए। ये है चंपा गछ। ये चंपा गछ ये शिवंकर अति प्रिय पुष्प। यही पुष्प शिवंकर अति प्रिय होइथिबारु शिव यहाकू ग्रहण करती। पूजारे देइथिबा लोक फूल को चढ़े जो लोक चढ़े थाए से चंपा पुष्प को शिव ताठारे बहुत संतुष्ट होता। ए गछर चेर एवं तार छाली मध्य आयुर्वेदिक काम आसी थाए। एपरिक विभिन्न प्रकार काम आसी थाए। ये हूँ कन्यार गछ। ये कन्यार गछ आपण विष गछ हेले भी सुधा यार उपकारिता अच्छी। ये शिवंकर प्रिय पुष्प मध्य। तापर आम केते गुड़े आउ केते गुड़े गछ देखिबा। ये गछ हूँ टगर गछ। ये टगर फूल। ये पुष्प हूँ शिवंकर अति प्रिय पुष्प। ये पुष्प जे शिवंगटे चढ़ेब बहुत पुण्यफल मिल। तापर आम आसी आज ये है बौल गछ। ये बौल गछ से बहुत महत्वपूर्ण गछ। यार पत्र एवं फल बहुत उपकारी। फल मध्य स्वादिष्ट आसी थाए। बौल गछ स्वादिष्ट होता है। ए फलर मंजी विशेषतः कौन सी बिछा राति अधरे कामुड़े तार मंजी को घूरिक आपण मैंने उपयोग करी विषहरण करें। बौल गछर बहुत मूल्यवान जिनस आयुर्वेदिक अच्छी। ये गछ हूँ बौल गछर छेली की आपण मैंने यदि व्यवहार करुँच बहुत उपकारिता पाइपर। कौन स्त्री लोकंर जदि कौन पुत्र कन्या हो न थाए ताहले मध्य छेली को उपयोग कले से सुफल मिल पार। एवं या अन्य कौन विभिन्न उपाय आयुर्वेदिक उपयोग करा जाई पारिबो। आसन्न देखिबा। तापरे ये गछ जंगली गछ देखो मनी प्लांट गछ लगी। आंब गछरे मनी प्लांट गछ से नई से चढ़ी। ये है डिम्बिरी वृक्ष। ये डिम्बिरी वृक्ष बहुत उपकारिता आसी थाए। डिम्बिरी गछर मुख्यतः फूल यार फूल तो कहीं पाई पारती ना हेल्ले सुधा यह फल बहुत उपकारिता आसी थाए। फल को जब व्यवहार करे बहुत उपकारिता पाए। यार चेर बहुत उपकारिता आसी थाए। जदि मघा नक्षत्र में कौन व्यक्ति क्षीर अरुआ चाउल दे तार चेर नहीं घरे रखे ताले तार दारिद्रता दूर होता है। एवं यार चेर को ये
ବ୍ୟବହାର କରି ସୁଫଳ ମିଳିପାରିବ, ତାହେଲେ ସେ ଉପକୃତ ହୋଇପାରିବ। ଆଉ ଗୋଟେ କଥା ଶୁଣନ୍ତୁ, ଏ ଗଛରେ ଯିଏ ବନ୍ଧ୍ୟା ନାରୀ କିମ୍ବା ପୁତ୍ର ସନ୍ତାନ ହୋଇନଥାଏ, ଯଦି ପ୍ରତ୍ୟହ ଗାଧୋଇ ଶୌଚ ସ୍ନାନ କରି ଫୁଲ ଏବଂ କିଛି ଜଳ ଅର୍ପଣ କରେ, ତାହେଲେ ସେ ମଧ୍ୟ ବନ୍ଧ୍ୟା ଦୋଷରୁ ସୁଫଳ ମିଳିଥାଏ। ତା'ର ଚେର ମଧ୍ୟ ଆଣି ତାବିଜରେ ପିନ୍ଧିଲେ ମଧ୍ୟ ପୁତ୍ର ସନ୍ତାନ ଏ କନ୍ୟା ଜାତ ହୋଇଥାଏ। ଆହୁରି ମଧ୍ୟ ଜଙ୍ଗଲରେ ତ ବୁଲିବାକୁ ପଡ଼ିବ। ଆଉ ଇଏ ହେଲା ଲାଜୁକୁରି ଗଛ। ଇଏ ହେଲା ଲାଜୁକୁରି ଗଛ। ଏହି ଲାଜୁକୁରି ଗଛ ବହୁତ ଉପକାରିତା ଆସିଥାଏ। ଇଏ ମଧ୍ୟ ବହୁତ ଆୟୁର୍ବେଦିକ ଜଡ଼ିବୁଟି। ଯଦି ୟାର ଚେରକୁ କୌଣସି ପୁଷ୍ୟା ନକ୍ଷତ୍ରରେ ଆପଣମାନେ ସଂଗ୍ରହ କରିବେ, ତାହେଲେ ଆପଣମାନେ ଏହାର ଉପକାରିତା ପାଇପାରିବେ। ପୁଷ୍ୟା ନକ୍ଷତ୍ରରେ ନିମନ୍ତ୍ରଣ ପୂର୍ବକ ଏହାର ଚେର ଆଣି କୌଣସି ତାବିଜରେ ଆପଣମାନେ ଯଦି ଚେର ତାବିଜରେ ଧାରଣ କରନ୍ତି, ତାହେଲେ କୌଣସି ନକାରାତ୍ମକ ଶକ୍ତିର ପ୍ରଭାବରୁ ଆପଣମାନେ ରକ୍ଷା ପାଇପାରିବେ। ଭୂତ ପ୍ରେତ ଡାହାଣୀ ପିଚାସି ଏସବୁ ଏହା ଚେର ଦୂର କରିଥାଏ। ଆହୁରି ମଧ୍ୟ ୟାର ଚେର ମଧ୍ୟ କାମ କରିଥାଏ, ବଶୀକରଣ କାର୍ଯ୍ୟରେ କାମ କରିଥାଏ। ଏହାର ଫୁଲ ମଧ୍ୟ କାମ କରିଥାଏ। ତେଣୁ ଇଏ ହେଲା ଲାଜୁକୁରି ଗଛ। ଏହାର ଫଳ ଏ ଯେଉଁ ଲାଜୁକୁରି ଗଛର ଫଳ ତ ଫୁଟିନି, ତଳେ ଦେହରେ ଫଳ ଫୁଟିଥାଏ। ଫଳ ହେଇଥାଏ। ଏଇ ଲାଜୁକୁରି ଗଛର ଫଳ ମଧ୍ୟ ଡାଇବେଟିସ୍ରେ ଉପଯୋଗ କରାଯାଏ। ଡାଇବେଟିସ୍ ଯେଉଁ ବ୍ୟକ୍ତିକୁ ହୋଇଥାଏ, ତାକୁ ଜଡ଼ିବୁଟିରେ ୟା ଫଳ ବ୍ୟବହାର କରାଯାଏ। ଯଦି ଏଇ ଲାଜୁକୁରି ଫଳ ପକାଯାଏ, ତାହେଲେ ସେ ବହୁତ ଉପକାରିତା ଆଣିଥାଏ। ଡାଇବେଟିସ୍ର ମୁଖ୍ୟତଃ ଅସ୍କ ଛେଲି ଏବଂ ମହାଲିମ୍ବର ଛେଲି ଏବଂ କଲରା ଫଳ ଏବଂ କଲରା ପତ୍ର ୟାକୁ ଶୁଖେଇ ଏକତ୍ର କରି ତାପରେ ଖଣ୍ଡ ହଳଦୀ ଆଉ ଲାଜୁକୁରି ଫଳ, ଶାଳ ଛେଲି, ତାପରେ ଆମର ଯେଉଁ ଅଛି ଆଲୋଭେରା ଘି କରି ତାକୁ ମଧ୍ୟ ଉପଯୋଗ କରି ଏକାଠି ମିଶେଇ ଗୋଡ଼ମାରି ପତ୍ର ୟାକୁ ମଧ୍ୟ ଇଏ ହେଉଛି ଗୋଡ଼ମାରି ପତ୍ର। ଏ ଗୋଡ଼ମାରି ପତ୍ରକୁ ଆପଣମାନେ ବି ଡାଇବେଟିସ୍ରେ ମିଶାଯାଏ। ତାକୁ କିଛି ତାପରେ ବେଲ ଗଛର ଛେଲି ତାକୁ ବ୍ୟବହାର କରାଯାଏ। ବେଲ ଛାଲି, ତାପରେ ବେଲର ପତ୍ର ତାକୁ ଶୁଖେଇକିରି ବ୍ୟବହାର ଏକାଠି କରିକିରି କରାଯାଏ। 36 ପ୍ରକାର ଜଡ଼ିବୁଟି ଡାଇବେଟିସ୍ରେ ବ୍ୟବହାର କରାଯାଏ। ତା ଭିତରୁ ଶିଳାଜିତ୍ ଦୋକାନରେ ମିଳିବ। ସେ ଆୟୁର୍ବେଦିକ ଦୋକାନରୁ ଶିଳାଜିତ୍ ଆଣିବ, ତାକୁ ମଧ୍ୟ ମିଶାଇବ। ଡାଇବେଟିସ୍ ପାଇଁ କେବଳ ଓନ୍ଲି ଫର୍ ଡାଇବେଟିସ୍ ପାଇଁ ଏହା ବ୍ୟବହାର କରାଯାଏ। ଆହୁରି ମଧ୍ୟ ଡାଇବେଟିସ୍ ପାଇଁ ଆମର କାବତଖଣ୍ଡା, ଯାହାକୁ କୁହାଯାଏ କାବତଖଣ୍ଡା, ସେ ଯେଉଁ ଅପମାର୍ଗ ଗଛ, ସେ ଅପମାର୍ଗ ଗଛର ତା'ର ଛେଲି ପଞ୍ଚାଙ୍ଗ ବ୍ୟବହାର କରାଯାଏ। ଫଳ, ଫୁଲ ଏବଂ ଚେର, ପତ୍ର, ଡାଙ୍ଗ ସହ ମଧ୍ୟ ବ୍ୟବହାର
କରାଯାଏ ସେ ବହୁତ ଉପକାରୀ ହୋଇଥାଏ। ସେ ବହୁତ ଉପକାରୀ ହୋଇଥାଏ। ଆପଣମାନେ ଦେଖନ୍ତୁ। ତାପରେ ଆମର ଡାଇବେଟିସ୍ ପାଇଁ ମୁଖ୍ୟତଃ ଡାଇବେଟିସ୍ ପାଇଁ ମୁଖ୍ୟତଃ ସେ ଯେଉଁ ଅର୍ଜୁନ ଗଛର ଛେଲି, ଅର୍ଜୁନ ଗଛ ତ ଏଠି ବିଶେଷତ୍ୱ ନାହିଁ, ହେଲେ ଅର୍ଜୁନ ଗଛର ଛେଲି ନିହାତି ଆବଶ୍ୟକ। ସେ ଡାଇବେଟିସ୍ ପାଇଁ ଡାଇବେଟିସ୍ କଣ୍ଟ୍ରୋଲ୍ କରିବାରେ ମୁଖ୍ୟତଃ ବହୁତ ଉପକାରିତା ଦେଇଥାଏ। ଇଏ ଦେଖନ୍ତୁ ଗୋଟିଏ ଗଛ ଚାକୁଣ୍ଡା ଗଛ। ଏ ଗଛର ଫଳ ବହୁତ ଉପକାରିତା ଆଣିଥାଏ। ଯଦି ଆପଣଙ୍କ ଚର୍ମରେ କୌଣସି ପ୍ରକାର ଘା କିମ୍ବା ଚର୍ମ ରୋଗ ହୋଇଛି, ଏହାର ମଞ୍ଜି ବହୁତ ଉପକାରିତା ଆଣିଥାଏ। ଏହା ମଞ୍ଜିକୁ ଆପଣମାନେ ଉପଯୋଗ କରିକି ବ୍ୟବହାର କରିକି ମଧ୍ୟ ଆପଣମାନେ ସ୍କିନ୍ର ଯେକୌଣସି ଡିଜିଜ୍କୁ ଇଏ ଦୂର କରିଥାଏ। ସ୍କିନ୍ର ଡିଜିଜ୍କୁ ଦୂର କରିଥାଏ। ତାପରେ ଲିମ୍ବର ଡାଇବେଟିସ୍ରେ ମଧ୍ୟ ଲିମ୍ବ ପତ୍ର କିଛି ମିଶାଯାଏ ଡାଇବେଟିସ୍ ପାଇଁ। ତାପରେ ଡାଇବେଟିସ୍ ପାଇଁ ଆହୁରି ବି ଅନେକ ପ୍ରକାର 36 ପ୍ରକାର ଜଡ଼ିବୁଟି ମଧ୍ୟରୁ କେତେ ଗୁଡ଼ିଏ ମୁଁ କହିଲି, ତଥାପି ଆହୁରି ମଧ୍ୟ ମୁଁ ଆପଣମାନଙ୍କୁ କହୁଛି। ଡାଇବେଟିସ୍ ପାଇଁ ମୁଖ୍ୟତଃ ଡାଇବେଟିସ୍ ଯଦି ଆପଣମାନଙ୍କ ଦୂର କରିବାକୁ ଚାହୁଁଛନ୍ତି, ୟାକୁ ତ ଆପଣମାନେ ୟୁଜ୍ କରିବେ। ତ ଖାଇସାରିବା ପରେ ଖାଲି ପାଦରେ ଘାସରେ ଆପଣମାନେ ଚାଲନ୍ତୁ। ଅଧଘଣ୍ଟେ ଲେଖାଏଁ ଖାଇସାରିବା ପରେ କିଛି ସମୟ ରେଷ୍ଟ ନେଇକି ଆପଣମାନେ ଚାଲିବେ ଖାଲି ପାଦରେ। ଆଫ୍ଟରନୁନ୍ରେ ଆପଣମାନେ ଚାଲିବେ। ଯଦି ଆପଣ ଆଫ୍ଟରନୁନ୍ରେ ଚାଲୁଛନ୍ତି, ସନ୍ଧ୍ୟା ସମୟରେ ଚାଲୁଛନ୍ତି, ଇଭିନିଂ ସମୟରେ ଚାଲୁଛନ୍ତି, ତାହେଲେ ଆପଣମାନଙ୍କର ବ୍ଲଡ଼ରେ ସାର୍କୁଲେସନ୍ ହେବ ଏବଂ ସେ ଡାଇବେଟିସ୍ କିଛି କଣ୍ଟ୍ରୋଲକୁ ଆସିବ। ଆହୁରି ମଧ୍ୟ ଅଛି, ସେଗୁଡ଼ାକ ଆପଣମାନଙ୍କୁ ମୁଁ ଅବଶ୍ୟ ମନେ ପଡ଼ୁନି, କହିପାରୁନି, ତଥାପି ଗୁଡ଼ାଏ ଅଛି ଆପଣମାନଙ୍କ ପାଇଁ। ସେ ଡାଇବେଟିସ୍ ପାଇଁ ବହୁତ ଗୁଡ଼ାଏ ଅଛି। ମୁଁ ତାକୁ ଆପଣଙ୍କୁ କହିଲେ ଆଉ କିଛି ଆପଣ କହିବେ। ଏଇ ହେଉଛି ଗଛ, ଇଏ ହେଉଛି ଜଙ୍ଗଲୀ ଜଡ଼ିବୁଟିର ବ୍ୟବହାର କରିବା ପାଇଁ ମୁଁ ଆପଣମାନଙ୍କୁ କହୁଛି। ଯଦି ଆପଣମାନଙ୍କୁ ଠିକ୍ ଲାଗିବ ଆପଣମାନେ କରିପାରିବେ, ଯଦି ନାହିଁ ତ ନ କରିବେ, କିଛି ଅସୁବିଧା ମଧ୍ୟ ନାହିଁ। ଜୟ ଜଗନ୍ନାଥ।